ଆଜି ଆମେ ଶ୍ରୀମଦ୍ ଭାଗବତର ଗୋଟିଏ ବହୁତ ଗଭୀର ଆଉ ଭାବବିହ୍ୱଳ କରୁଥିବା ଅଂଶ ଭିତରକୁ ଯିବା। ହଁ ଏହା ହେଉଛି ବିଦୁର ଆଉ ଉଦ୍ଧବଙ୍କ ଭିତରେ ହୋଇଥିବା କଥାବାର୍ତ୍ତା, ଠିକ୍ ଭଗବାନ କୃଷ୍ଣଙ୍କ ଅନ୍ତର୍ଧାନ ପରେ। ହଁ ଏଇ ଅଂଶଟି ବହୁତ ମହତ୍ୱପୂର୍ଣ୍ଣ। ଆମେ ଆଜି ଯୋଉ ବିଷୟରେ କଥା ହେବା ସେଇଟା ହେଲା ଏକ ପ୍ରକାର ଦିବ୍ୟ ନିକଟତର ବିରୋଧାଭାସ। ମାନେ ଯୋଉମାନେ ଭଗବାନଙ୍କର ସବୁଠୁ ପାଖରେ ଥିଲେ ସେଇମାନେ ହିଁ ତାଙ୍କୁ କାହିଁକି ଠିକ୍ ଭାବେ ଚିହ୍ନି ପାରିଲେ ନାହିଁ। ହଁ ଏଇଟା ବହୁତ ମଜାଦାର ପ୍ରଶ୍ନ, କାରଣ ଏହି ଅଂଶଟି ଆମକୁ ସିଧାସଳଖ ଉଦ୍ଧବଙ୍କ ଆଖିରେ କୃଷ୍ଣଙ୍କୁ ଦେଖିବାର ସୁଯୋଗ ଦିଏ। ଠିକ୍। ଆଉ ଉଦ୍ଧବ କେବଳ ଜଣେ ଭକ୍ତ ନୁହନ୍ତି, ସେ ଜଣେ ମହାଜ୍ଞାନୀ। ତଥାପି ସେ ବି ଦ୍ୱନ୍ଦ୍ୱରେ ଅଛନ୍ତି। ତାଙ୍କ ଦ୍ୱନ୍ଦ୍ୱ ଭିତରେ ହିଁ ବୋଧେ ଅସଲ କଥା ଲୁଚି ରହିଛି। ଏକଦମ। ତାଙ୍କ ଦୁଃଖ, ତାଙ୍କ ଆଶ୍ଚର୍ଯ୍ୟ ଏସବୁ ଭିତରେ ହିଁ ଭକ୍ତି, ମାୟା ଆଉ ଈଶ୍ୱରଙ୍କ ଲୀଳାର ଅସଲ ମାନେ ରହିଛି। ଠିକ୍ ଅଛି। ତେବେ ଚାଲନ୍ତୁ ଆରମ୍ଭରୁ ଦେଖିବା, ଯେତେବେଳେ ବିଦୁର ଉଦ୍ଧବଙ୍କୁ ଯମୁନା କୂଳରେ ଦେଖୁଛନ୍ତି ଆଉ ପ୍ରଶ୍ନ ପଚାରୁଛନ୍ତି। ହଁ ଉଦ୍ଧବ କିନ୍ତୁ ହଠାତ୍ କିଛି କହିପାରୁନାହାନ୍ତି। ସେ କଣ ଏତେ ଦୁଃଖରେ ଥିଲେ ଯେ ତାଙ୍କ ପାଟିରୁ କଥା ବାହାରୁ ନଥିଲା? ଦେଖନ୍ତୁ, ଏହା କେବଳ ଦୁଃଖ ନୁହେଁ, ଏହା ତାଠାରୁ ବହୁତ ବେଶୀ ଗଭୀର। ଆଚ୍ଛା। ଲେଖାରେ ବହୁତ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। କୃଷ୍ଣ ପଦେ ଚିତ୍ତ ଦେଇ ଉତ୍ତର ନ ପାରେ କହି। ମାନେ ସେ ସେତେବେଳେ ବାହ୍ୟ ଜଗତରେ ନଥିଲେ। ଏକଦମ। ତାଙ୍କର ପୂରା ଚେତନା କୃଷ୍ଣଙ୍କର ସ୍ମୃତିରେ ଏମିତି ବୁଡ଼ି ଯାଇଥିଲା ଯେ ନିଜ ଦେହ ବିଷୟରେ ବି ତାଙ୍କର ଜ୍ଞାନ ନଥିଲା। ମାନେ ଏହା ଏକ ପ୍ରକାର ଆଧ୍ୟାତ୍ମିକ ସମାଧି। ହଁ, କହିପାରିବା। ଦୁଃଖର ଚରମ ଅବସ୍ଥାରେ ବି ଏକ ପ୍ରକାର ଆନନ୍ଦର ଅନୁଭୂତି। ଏଇଟା ଟିକେ ଅଜବ ଲାଗୁଛି ନା? ଏଇଠି ହିଁ ତ ଭକ୍ତିର ଗୋଟେ ଗଭୀର ରହସ୍ୟ ଲୁଚି ରହିଛି। କେମିତି? ଭକ୍ତିଶାସ୍ତ୍ରରେ ଏହାକୁ ବିରହ ଭକ୍ତି କୁହାଯାଏ, ଅର୍ଥାତ୍ ବିଚ୍ଛେଦରେ ଭକ୍ତି। ଆଉ ଅନେକ ସମୟରେ ଏହି ବିଚ୍ଛେଦର ଅନୁଭୂତି ମିଳନର ଅନୁଭୂତିଠାରୁ ବି ଅଧିକ ତୀବ୍ର ହୋଇଥାଏ। ଉଦ୍ଧବଙ୍କ ଆଖିରୁ ଲୁହ ଝରୁଥିଲା, କିନ୍ତୁ ଶରୀରରେ ଆନନ୍ଦର ପୁଲକ ବି ଖେଳି ଯାଉଥିଲା। ବାଃ, ଏଇଟା ଗୋଟେ ନୂଆ ଦୃଷ୍ଟିକୋଣ। ତେବେ କିଛି ସମୟ ପରେ ଯେତେବେଳେ ତାଙ୍କର ଚେତା ଫେରିଲା, ସେ କଣ କହିଲେ? ତାଙ୍କର ପ୍ରଥମ କଥା ହିଁ ପୂରା ଦୃଶ୍ୟକୁ ବଦଳାଇ ଦେଉଛି। ସେ କହୁଛନ୍ତି, କି କହିବି ସେ କଥା, ହୃଦେ ପଢ଼ିଲେ ବ୍ୟଥା। ଆଉ ତାପରେ? ତାପରେ ସେ କୃଷ୍ଣଙ୍କୁ ଯାଦବ ବଂଶର ସୂର୍ଯ୍ୟ ସହିତ ତୁଳନା କରୁଛନ୍ତି। ସେ ସୂର୍ଯ୍ୟ ଅସ୍ତାଚଳେ ଗଲା, ନିବିଡ଼ତମ ପ୍ରକାଶିଲା। ସେ ସୂର୍ଯ୍ୟ ବୁଡ଼ିଗଲା ଆଉ ଚାରିଆଡ଼େ ଘୋର ଅନ୍ଧକାର ଛାଇଗଲା। ଏହା କେବଳ ଏକ କାବ୍ୟିକ ଉକ୍ତି ନୁହେଁ ବୋଧେ? ନା ନା, ଏହାର ଗଭୀର ଅର୍ଥ ଅଛି। ଉଦ୍ଧବଙ୍କ ପାଇଁ କୃଷ୍ଣଙ୍କ ବିୟୋଗ କେବଳ ଜଣେ ବନ୍ଧୁଙ୍କ ମୃତ୍ୟୁ ନୁହେଁ। ଏହା ତ ସତ୍ୟ, ଧର୍ମ ଆଉ ଜ୍ଞାନର ଆଲୋକର ଅନ୍ତ। ଏକଦମ ଠିକ୍। ତାଙ୍କ ବିନା ସମସ୍ତେ ଦିଗହରା, ଭାଗ୍ୟହୀନ। ଆଉ ଏଇଠି ସେ ସେଇ ମୂଳ ପ୍ରଶ୍ନକୁ ଆସୁଛନ୍ତି, ଯେ ଯାଦବମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ। ହଁ, ଯେଉଁମାନେ ଦିନରାତି ତାଙ୍କ ସାଙ୍ଗରେ ଖାଉଥିଲେ, ପିଉଥିଲେ, ସେମାନେ ହିଁ ତାଙ୍କୁ ଚିହ୍ନି ପାରିଲେ ନାହିଁ। ହଁ, ସେଇ ଅଦ୍ଭୁତ ଉପମାଟି ସେ ଦେଇଛନ୍ତି, ଚନ୍ଦ୍ରକୁ ମୀନ ଯେହୁନେ ଜଳେ। ଠିକ୍। ପାଣି ଭିତରେ ରହୁଥିବା ମାଛ ଯେମିତି ଚନ୍ଦ୍ରକୁ ବୁଝିପାରେନି, ସେମିତି। କିନ୍ତୁ ଏମିତି କେମିତି ସମ୍ଭବ? ଏଇଠି ମାୟାର ଧାରଣା ଆସୁଛି। ଲେଖାରେ ସ୍ପଷ୍ଟ କୁହାଯାଇଛି, କୃଷ୍ଣର ମାୟାବଳେ ଗ୍ରନ୍ଥି ମନୁଷ୍ୟ ପ୍ରାୟ ସେ ମଣନ୍ତି। ହଁ, ଜଣେ ସାଧାରଣ, ହୁଏତ ଅତି ପ୍ରତିଭାଶାଳୀ ମଣିଷ, କିନ୍ତୁ ପରମେଶ୍ୱର ବୋଲି ନୁହେଁ। କିନ୍ତୁ ଏ ମାୟା କାହିଁକି? ଭଗବାନ କାହିଁକି ନିଜକୁ ଲୁଚେଇ ରଖିବେ? ଏଇଟା ଗୋଟେ ବହୁତ ବଡ଼ ପ୍ରଶ୍ନ। ବୈଷ୍ଣବ ଦର୍ଶନରେ ଏହାକୁ କେବଳ ମାୟା ନ କହି ଯୋଗମାୟା କୁହାଯାଏ। ଯୋଗମାୟା? ହଁ, ଏହା ଲୋକଙ୍କୁ ଭ୍ରମରେ ପକେଇବା ପାଇଁ ଏକ ଚାଲ ନଥିଲା, ବରଂ ଏହା ତାଙ୍କ କରୁଣାର ଏକ ପ୍ରକାଶ ଥିଲା। କରୁଣା? ଭାବି ଦେଖନ୍ତୁ, ଯଦି ସମସ୍ତେ ଜାଣିଥାନ୍ତେ ଯେ ସେ ସାକ୍ଷାତ ପରମବ୍ରହ୍ମ, ତାହେଲେ କଣ କେହି ତାଙ୍କ ସହ ସାଙ୍ଗ ଭଳି ଖେଳିପାରିଥାନ୍ତା? ଯଶୋଦା କଣ ତାଙ୍କୁ ବାଡ଼ି ଦେଖି ଡରେଇ ପାରିଥାନ୍ତେ? ଓହୋ, ତେବେ ଏହି ଭ୍ରମ ବା ମାୟା ପ୍ରକୃତରେ ଏକ ଉପହାର ଥିଲା? ହଁ, ଯାହା ଲୋକଙ୍କୁ ତାଙ୍କ ସହିତ ସହଜ ମାନବୀୟ ସମ୍ପର୍କ ସ୍ଥାପନ କରିବାକୁ ସୁଯୋଗ ଦେଉଥିଲା। ତାଙ୍କ ଐଶ୍ୱର୍ଯ୍ୟ ଦେଖି ଡରିଯିବା ପରିବର୍ତ୍ତେ ତାଙ୍କ ମାଧୁର୍ଯ୍ୟରେ ବୁଡ଼ି ରହିବା ପାଇଁ। ଏକଦମ। ଏହି ମାୟା ହିଁ ତାଙ୍କର ନରଲୀଳାକୁ ସମ୍ଭବ କରାଇଥିଲା। ଆଉ ଏହି ନରଲୀଳା ହିଁ ଉଦ୍ଧବଙ୍କୁ ସବୁଠୁ ବେଶୀ ବିଚଳିତ କରୁଥିଲା। ସେ ଭାବୁଥିଲେ, ଯିଏ ସମଗ୍ର ବ୍ରହ୍ମାଣ୍ଡର ସ୍ୱାମୀ, ସେ କଂସ ଭୟରେ ଗୋପପୁରରେ ଲୁଚି ରହିଥିଲେ। ହଁ, ଏକଥା ମନେ ପକେଇ ତାଙ୍କୁ କଷ୍ଟ ହେଉଥିଲା। ଏଠି ମୋ ମନରେ ଗୋଟେ ପ୍ରଶ୍ନ ଆସୁଛେ, ସର୍ବଶକ୍ତିମାନ ହୋଇ ଏପରି ମାନବୀୟ ଦୁର୍ବଳତାର ଅଭିନୟ କରିବାର କଣ ଆବଶ୍ୟକତା ଥିଲା? ଏହା ପ୍ରତାରଣା ନୁହେଁ,
ଏହା ହେଉଛି ଶିକ୍ଷା। ଶିକ୍ଷା। ସେ ମାନବ ରୂପରେ ଆସିଥିଲେ ମାନବକୁ ଧର୍ମର ମାର୍ଗ ଦେଖାଇବା ପାଇଁ। ଯଦି ସେ ସବୁବେଳେ ନିଜର ଐଶ୍ୱର୍ଯ୍ୟ ଶକ୍ତି ଦେଖେଇଥାନ୍ତେ, ତେବେ ସାଧାରଣ ମଣିଷ ତାଙ୍କଠୁ କ'ଣ ଶିଖିଥାନ୍ତା? ସେଥିପାଇଁ ସେ ଦେବକୀ ବସୁଦେବଙ୍କୁ ମୁକ୍ତ କରିବା ପରେ ତାଙ୍କ ପାଦତଳେ ପଡ଼ି କ୍ଷମା ମାଗୁଛନ୍ତି। ବୋଇଲେ କ୍ଷମା କର ଦୋଷ। ଆଉ ଉଗ୍ରସେନଙ୍କର ରାଜ୍ୟାଭିଷେକ କଥା, ସେ ନିଜେ ରାଜା ନ ହୋଇ ଉଗ୍ରସେନଙ୍କୁ ଗାଦିରେ ବସେଇଲେ। ଆଉ ନିଜେ ଜଣେ ସେବକ ପରି ତାଙ୍କ ପୂଜା କଲେ। ହଁ, ଯାହାକୁ ସାରା ଦୁନିଆ ପୂଜା କରେ, ସେ ଜଣେ ରାଜାର ଭୃତ୍ୟର ଭୃତ୍ୟ ହେବାକୁ କାହିଁକି ବାଛିଲେ? କାରଣ ସେ ଦେଖେଇବାକୁ ଚାହୁଁଥିଲେ ଯେ କ୍ଷମତା ପଦବୀରେ ନଥାଏ, କର୍ତ୍ତବ୍ୟରେ ଥାଏ, ଧର୍ମରେ ଥାଏ। ଆଚ୍ଛା। 14 ଭୁବନରେ ଯାହାଙ୍କ ସମକକ୍ଷ କେହି ନାହାନ୍ତି, ସେ ଯେତେବେଳେ ଜଣେ ରାଜାଙ୍କ ଆଗରେ ମୁଣ୍ଡ ନୁଆଉଛନ୍ତି, ସେତେବେଳେ ସେ ରାଜତନ୍ତ୍ରର ନୁହେଁ, ବରଂ ଧର୍ମର ସମ୍ମାନ କରୁଛନ୍ତି। ଏସବୁ ବିରୋଧାଭାସୀ ଘଟଣା ହିଁ ଉଦ୍ଧବଙ୍କ ଭଳି ଜ୍ଞାନୀକୁ ବି ଦ୍ୱନ୍ଦ୍ୱରେ ପକେଇ ଦେଉଥିଲା। ହଁ। ଆଲୋଚନା ଏବେ ଆହୁରି ଜଟିଳ ମୂଳ ନେଉଛି। ଉଦ୍ଧବ ଏବେ ତାଙ୍କ ଶତ୍ରୁମାନଙ୍କ କଥା ବି କହୁଛନ୍ତି। ଆଉ ଏଇଠି କଥାଟା ସତରେ ଆଶ୍ଚର୍ଯ୍ୟଜନକ। ହଁ, ଶିଶୁପାଳା କଥା। ଯିଏ ରାଜସୂୟ ଯଜ୍ୟରେ 100 ଥର କୃଷ୍ଣଙ୍କୁ ଗାଳି ଦେଇଥିଲା, ସେ ମୃତ୍ୟୁ ପରେ କୃଷ୍ଣଙ୍କ ଦେହରେ ହିଁ ଲୀନ ହୋଇଗଲା। ଯାହାକୁ ଶିଶୁପାଳ ନିନ୍ଦି, ତକ୍ଷଣ ତାର ଦେହେ ଭେଦି। ଏଇଟା ଏକ ବୈପ୍ଳବିକ ଧାରଣା। କିନ୍ତୁ ଏଇଟା ମୋତେ ଟିକେ ହଜମ କରିବାକୁ କଷ୍ଟ ହେଉଛି। ପୂତନା ରାକ୍ଷସୀ ଜଣେ ଶିଶୁକୁ ମାରିବାକୁ ଆସିଥିଲା, ବିଷ ଦେଇ। ତାକୁ ମୋକ୍ଷ ମିଳିଗଲା। ଏହା କ'ଣ ନ୍ୟାୟର ପରିଭାଷାକୁ ପ୍ରଶ୍ନ କରୁନାହିଁ? ଯଦି ଜଣେ ହତ୍ୟାକାରିଣୀକୁ ମୁକ୍ତି ମିଳିଯିବ, ତେବେ ଭଲ କର୍ମ କରିବାର ମାନେ କ'ଣ ରହିଲା? ବହୁତ ଭଲ ପ୍ରଶ୍ନ। ଏହାକୁ ବୁଝିବା ପାଇଁ ଆମକୁ ଈଶ୍ୱରୀୟ ଚେତନାର ଦୃଷ୍ଟିକୋଣରୁ ଦେଖିବାକୁ ପଡ଼ିବ, ମାନବୀୟ ନ୍ୟାୟର ଦୃଷ୍ଟିକୋଣର ନୁହେଁ। ମାନେ? ଭାବରେ ତାଙ୍କ ଉପରେ କେନ୍ଦ୍ରିତ, ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ଆଚ୍ଛା। ଶିଶୁପାଳ ହେଉ ବା କଂସ, ସେମାନେ ଦିନରାତି ଉଠିଲାବେଳେ ବସିଲାବେଳେ କେବଳ କୃଷ୍ଣଙ୍କ କଥା ହିଁ ଭାବୁଥିଲେ। ହୁଏତ ଘୃଣାରେ ଭାବୁଥିଲେ, କିନ୍ତୁ ଧ୍ୟାନ ଅତୁଟ ଥିଲା। ମାନେ ଆପଣ କହିବାକୁ ଚାହୁଁଛନ୍ତି ଯେ ଈଶ୍ୱରଙ୍କ ପାଇଁ ଆମ ଧ୍ୟାନର ଗୁଣବତ୍ତା, ମାନେ ଭଲ ପାଇବା ନା ଘୃଣା, ତାଠାରୁ ଧ୍ୟାନର ତୀବ୍ରତା ଅଧିକ ମହତ୍ତ୍ୱପୂର୍ଣ୍ଣ? ଏକ ପ୍ରକାରେ ହଁ। ଏହା ଦର୍ଶାଇ ଯେ ଈଶ୍ୱରୀୟ କରୁଣା ଆମର ମାନବୀୟ ନ୍ୟାୟ ଅନ୍ୟାୟର ଧାରଣାଠାରୁ ବହୁତ ଉପରେ। ପୂତନା କ୍ଷେତ୍ରରେ ବି ସେଇଆ? ହଁ, ସେ ଧାଇମାର ରୂପ ଧରି ଆସିଥିଲା। ଉଦ୍ଦେଶ୍ୟ ଖରାପ ଥିଲା, କିନ୍ତୁ ଭଗବାନ ତାର ସେଇ ମାତୃଭାବକୁ ସ୍ୱୀକାର କଲେ। ଏପରିକି ମହାଭାରତ ଯୁଦ୍ଧରେ ଯେଉଁମାନେ ତାଙ୍କ ବିରୋଧରେ ଲଢ଼ୁଥିଲେ, ସେମାନେ ବି ଶେଷ ମୁହୂର୍ତ୍ତରେ ତାଙ୍କର ମୁଖ ଦର୍ଶନ କରି ମୁକ୍ତି ପାଇଲେ। କାରଣ ମୃତ୍ୟୁ ସମୟରେ ତାଙ୍କର ଚିତ୍ତ ଭଗବାନଙ୍କଠାରେ ହିଁ ଥିଲା। ଏସବୁ ବୁଝିବା ସତରେ କଷ୍ଟ। ଉଦ୍ଧବ ଏହି ଦାର୍ଶନିକ କଥା ଭିତରେ କୃଷ୍ଣଙ୍କର ଆଉ କିଛି ଲୀଳା କଥା ବି ମନେ ପକାଉଛନ୍ତି ନା? ହଁ, ସେ ଦୁଇଟି ଦିଗକୁ ଏକା ସାଙ୍ଗରେ ଦେଖୁଛନ୍ତି। ଗୋଟେ ପଟେ ମାନବୀୟ ଦୁର୍ବଳତା, ଆର ପଟେ ଅସୀମ ଐଶ୍ୱର୍ଯ୍ୟ। ଯେମିତିକି କାଳିୟ ଦଳନ କଥା। ହଁ, ଯେତେବେଳେ ଯମୁନାର ପାଣି ବିଷାକ୍ତ ହୋଇଯାଇଥିଲା ଆଉ ଗାଈ ଗୋପାଳମାନେ ମରିଯାଇଥିଲେ, ସେତେବେଳେ ସେହି ବାଳକ କୃଷ୍ଣ କେବଳ ସେମାନଙ୍କୁ ପୁନର୍ଜୀବିତ କରିନଥିଲେ, ବରଂ ସେହି ବିଷକୁ ଅମୃତରେ ପରିଣତ କରିଦେଇଥିଲେ। ଠିକ୍। ଏହା ତାଙ୍କର ସୃଷ୍ଟି ସ୍ଥିତି ସଂହାର କରିବାର ଶକ୍ତିକୁ ଦର୍ଶାଏ। ଆଉ ଗୋବର୍ଦ୍ଧନ ପର୍ବତ ଧାରଣ କରିବାର ଘଟଣା, ଏହା କେବଳ ଏକ ଚମତ୍କାର ଥିଲା ନା ଏହାର କିଛି ଗଭୀର ସନ୍ଦେଶ ଥିଲା? ଏହାର ବହୁତ ବଡ଼ ସନ୍ଦେଶ ଥିଲା। ପ୍ରଥମତଃ, ସେ ଲୋକଙ୍କୁ ପ୍ରକୃତିର ପୂଜା କରିବାକୁ ଶିଖାଇଲେ। ହଁ, ଇନ୍ଦ୍ରଙ୍କ ପୂଜା ବଦଳରେ। ଆଉ ଦ୍ୱିତୀୟରେ, ସେ ଦେବତାମାନଙ୍କର ରାଜା ଇନ୍ଦ୍ରଙ୍କ ଅହଙ୍କାରକୁ ଭାଙ୍ଗିଲେ। ପ୍ରମାଣ କଲେ ଯେ ସେ ହେଉଛନ୍ତି ଦେବାଧିଦେବ। ଏବଂ ରାସଲୀଳା, 16,000 ଗୋପୀଙ୍କ ସହିତ ଏକା ସାଙ୍ଗରେ ନୃତ୍ୟ କରିବା। ରାସଲୀଳା ହେଉଛି ଜୀବାତ୍ମା ସହିତ ପରମାତ୍ମାର ମିଳନର ସବୁଠାରୁ ସୁନ୍ଦର ପ୍ରତୀକ। ପ୍ରତ୍ୟେକ ଗୋପୀଙ୍କୁ ଲାଗୁଥିଲା ଯେ କୃଷ୍ଣ କେବଳ ତାଙ୍କ ସହିତ ହିଁ ନାଚୁଛନ୍ତି। ହଁ, ଏହା ସୂଚାଏ ଯେ ଈଶ୍ୱର ଅସୀମ ହେଲେ ମଧ୍ୟ ପ୍ରତ୍ୟେକ ଭକ୍ତ ତାଙ୍କ ସହିତ ଏକ ବ୍ୟକ୍ତିଗତ ନିଆରା ସମ୍ପର୍କ ସ୍ଥାପନ କରିପାରିବ। ତେବେ ଉଦ୍ଧବଙ୍କ ଏଇ ପୁରା କଥାବାର୍ତ୍ତାରୁ ସାରାଂଶ କ'ଣ ବାହାରୁଛି? ଏହା ସ୍ପଷ୍ଟ ଯେ କୃଷ୍ଣଙ୍କୁ କୌଣସି ଗୋଟିଏ ଡବା ଭିତରେ ବନ୍ଦ କରିହେବ ନାହିଁ। ହଁ, ସମ୍ଭବ ନୁହେଁ। ସେ ଏକା ସାଙ୍ଗରେ ମଣିଷ, ଏକା ସାଙ୍ଗରେ ଭଗବାନ, ଏକା ସାଙ୍ଗରେ ଦୁର୍ବଳତାର ଅଭିନୟ କରନ୍ତି, ପୁଣି ଏକା ସାଙ୍ଗରେ ପୁରା ବ୍ରହ୍ମାଣ୍ଡକୁ ନିୟନ୍ତ୍ରଣ କରନ୍ତି। ସଠିକ୍ କଥା। ସେଥିପାଇଁ ଲେଖାରେ ଶେଷରେ କୁହାଯାଇଛି, ତାର ମହିମା କିଏ କହିବ, ଯାହା ନ ଜାଣେ ବ୍ରହ୍ମା ଶିବ। ଆମେ ଆଲୋଚନାର ଆରମ୍ଭରେ ଯେଉଁ ଦିବ୍ୟ ନିକଟତର ବିରୋଧାଭାସ କଥା କହୁଥିଲେ, ଏହା ତାର ଉତ୍ତର ପରି ଲାଗୁଛି। ହଁ, କିଛି ମାତ୍ରାରେ। ଯେଉଁ ୟାଦବମାନେ କୃଷ୍ଣଙ୍କ ସବୁଠୁ ପାଖରେ ଥିଲେ, ସେମାନେ ତାଙ୍କର ମାନବୀୟ ରୂପରେ ଏତେ ଅଭ୍ୟସ୍ତ ହୋଇଯାଇଥିଲେ ଯେ ତାଙ୍କ ଭିତରେ ଥିବା ଦିବ୍ୟତାକୁ ଦେଖିପାରିଲେ ନାହିଁ। ଏକଦମ। ଉଦ୍ଧବଙ୍କ ଦୁଃଖ
କେବଳ କୃଷ୍ଣଙ୍କୁ ହରାଇବାର ଦୁଃଖ ନୁହେଁ, ବରଂ ଏହାର ଏକ ଗଭୀର ଅନୁଶୋଚନା ଯେ ଯେତେବେଳେ ସତ୍ୟ ଆମ ସାମ୍ନାରେ ଥାଏ ଆମେ ତାକୁ ଦେଖିପାରୁନା। ଏଟା ଭାବିଲେ ଟିଥି ବଡ଼ ନାଗୁଛି। ଏହା ଆମକୁ ଭାବିବାକୁ ବାଧ୍ୟ କରୁଛି ଯେ ଆମ ନିଜ ଜୀବନରେ ଏମିତି କେତେ ସତ୍ୟ ଆମ ଆଖି ସାମ୍ନାରେ ଅଛି ଯାହାକୁ ଆମେ ଦେଖିପାରୁନେ। ଏହା ହିଁ ଏହି ଆଲୋଚନାର ମୂଳ କଥା। ଉଦ୍ଧବଙ୍କ କାହାଣୀ ଆମ ପାଇଁ ଏକ ଦର୍ପଣ। କୃଷ୍ଣଙ୍କ ଲୀଳା ଆମକୁ ବାରମ୍ବାର ମନେ ପକାଇ ଦିଏ ଯେ ସତ୍ୟକୁ ଖୋଜିବା ପାଇଁ ଦୂରକୁ ଯିବାର ଆବଶ୍ୟକତା ନାହିଁ, କେବଳ ଆଖି ଖୋଲି ଦେଖିବାର ଆବଶ୍ୟକତା ଅଛି। ଏହି ଆଲୋଚନା ସତ୍ୟରେ ଅନେକ ନୂଆ ଦିଗ ଖୋଲିଦେଲା। ନିଶ୍ଚିତ ଭାବରେ। ଶେଷରେ ଗୋଟିଏ କଥା ଚିନ୍ତା କରିବା ପାଇଁ ଛାଡ଼ି ଦେଉଛି। ହଁ, କୁହନ୍ତୁ। ଆମେ ଦେଖିଲେ ଯେ ଜଣେ ଶତ୍ରୁର ତୀବ୍ର ଅବିରତ ଘୃଣା ତାକୁ ମୁକ୍ତି ଦେଇପାରିଲା, କାରଣ ତାର ଧ୍ୟାନ ସମ୍ପୂର୍ଣ୍ଣ ଥିଲା। ଯଦି ଏହା ସତ, ତେବେ ଏହା ଭକ୍ତିର ପ୍ରକୃତ ଅର୍ଥ ବିଷୟରେ ଆମକୁ କ'ଣ ଶିଖାଉଛି? କ'ଣ ଜଣେ ଉଦାସୀନ ଭକ୍ତର ଦିନକୁ 10 ମିନିଟର ପ୍ରାର୍ଥନାଠାରୁ ଜଣେ ଶତ୍ରୁର 24 ଘଣ୍ଟାର ଘୃଣା ମିଶ୍ରିତ ଧ୍ୟାନ ଅଧିକ ଶକ୍ତିଶାଳୀ? ଏ ପ୍ରଶ୍ନର ଉତ୍ତର ସତରେ ସହଜ ନୁହେଁ।